ବାଲେଶ୍ୱର ଜିଲ୍ଲାରେ ବନ୍ଦ ହୋଇଯିବ ଧାନ କିଣା, ଦାବି ପୂରଣ ନହେଲେ ମଣ୍ଡିକୁ ଯିବେନି ମିଲର। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମହଲା, ଷ୍ଟେସନ ଛକ, ବାଲେଶ୍ୱର। ଅଲ୍ ଓଡ଼ିଶା ରାଇସ୍ ମିଲର ଆସୋସିଏସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦତ୍ତ 4 ଦଫା ଦାବିକୁ ସମର୍ଥନ ଜଣାଇଛି ବାଲେଶ୍ୱର ଜିଲ୍ଲା ରାଇସ୍ ମିଲର୍ସ ଆସୋସିଏସନ। ରାଜ୍ୟ ସରକାର 4ଟି ଦାବିରୁ 3ଟି ମାନି ନେଇଥିବା ନେଇ ଗଣମାଧ୍ୟମରେ ପ୍ରଚାର କରୁଥିଲେ ବି ଗୋଟିଏ ହେଲେ ଦାବି ପୂରଣ ତ ଦୂରର କଥା, କୌଣସି ଲିଖିତ ପ୍ରତିଶ୍ରୁତି ଦେଉନଥିବାରୁ ମିଲର୍ସ ମାନେ ଧାନ କିଣା ପ୍ରକ୍ରିୟାରୁ ବିରତ ରହିବେ ବୋଲି ଚେତାବନୀ ଦେଇଛନ୍ତି। ସମଗ୍ର ରାଜ୍ୟରେ 5 ତାରିଖରୁ ଆସୋସିଏସନର ଆନ୍ଦୋଳନ ଆରମ୍ଭ ହୋଇସାରିଥିବା ବେଳେ ବାଲେଶ୍ୱର ଆସୋସିଏସନ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ସ୍ଥାନୀୟ ଉଦ୍ୟୋଗ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ସାଧାରଣ ସମ୍ପାଦକ ଯୋଗେଶ ମହାନ୍ତି ଯୋଗଦେଇ ରାଇସ୍ ମିଲର୍ସ ମାନଙ୍କ ନ୍ୟାୟସଙ୍ଗତ ଦାବି ପୂରଣରେ ସରକାରଙ୍କ ଟାଳଟୁଳ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଏହା ସହିତ ସରକାରଙ୍କ ଯୋଗାଣ ବିଭାଗ ମନ୍ତ୍ରୀଙ୍କ ଗଣମାଧ୍ୟମରେ ଅସତ୍ୟ ତଥା ବିଭ୍ରାନ୍ତିକର ତଥ୍ୟ ପ୍ରଦାନକୁ ସେ ନିନ୍ଦା କରିଛନ୍ତି। ଧାନ ସଂଗ୍ରହରେ ସରକାରଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟ ବାଧ୍ୟତାମୂଳକ ଭାବେ ମିଲର୍ସ ମାନଙ୍କୁ ପ୍ରଦାନ କରାଯାଉଥିଲେ ବି ଏଥିନିମନ୍ତେ ଧାର୍ଯ୍ୟ ପ୍ରାପ୍ୟ ନ ଦେବା କେଉଁ ନ୍ୟାୟରେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ସରକାରଙ୍କ ନିଜସ୍ୱ ଗୋଦାମ ଘର ନଥିବାରୁ ମିଲର୍ସ ମାନଙ୍କ ଗୋଦାମ ଘରେ ସଂଗୃହୀତ ଧାନ ରଖିବା ନିମନ୍ତେ ଧାର୍ଯ୍ୟ ଭଡ଼ା ବାବଦ 2023-24 ଓ 24-25 ମସିହାର ପ୍ରାୟ 350 କୋଟି ଟଙ୍କା ବକେୟା ତୁରନ୍ତ ପ୍ରଦାନ ନିମନ୍ତେ ସେ ଦାବି ଜଣାଇଛନ୍ତି। ପଡ଼ୋଶୀ ରାଜ୍ୟମାନଙ୍କରେ ପ୍ରତି କ୍ୱିଣ୍ଟାଲ 100ରୁ 200 ଟଙ୍କା କଷ୍ଟମ ମିଲିଂ ଦର ଧାର୍ଯ୍ୟ ହୋଇଥିବା ବେଳେ ଓଡ଼ିଶାରେ ଉଷୁନା ଚାଉଳ ମିଲିଂ ପାଇଁ ପ୍ରତି କ୍ୱିଣ୍ଟାଲ 20 ଟଙ୍କା ଓ ଅରୁଆ ଚାଉଳ ପାଇଁ 10 ଟଙ୍କା ଧାର୍ଯ୍ୟ କରାଯାଇଛି। ପଡ଼ୋଶୀ ରାଜ୍ୟ ଅନୁପାତରେ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ଶ୍ରୀ ମହାନ୍ତି ଦାବି ଉଠାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଧାନ ମଣ୍ଡିରୁ ଧାନ ପରିବହନ ସରକାରଙ୍କ ଦାୟିତ୍ୱ, ତଥାପି ଏଥିପାଇଁ ମିଲର୍ସ ମାନଙ୍କୁ ବାଧ୍ୟତାମୂଳକ ଦାୟିତ୍ୱ ଦିଆଯାଉଥିଲେ ବି ସାମ୍ପ୍ରତିକ ଦର ବୃଦ୍ଧି ହିସାବରେ ଦେୟ ପ୍ରଦାନ କରାଯାଉନାହିଁ। 40 କିଲୋମିଟରରୁ ଅଧିକ ଦୂରତା ପାଇଁ ପରିବହନ ଖର୍ଚ୍ଚର ସଂଶୋଧନ ନିମନ୍ତେ ଶ୍ରୀ ମହାନ୍ତି ଗୁରୁତ୍ୱ ଆରୋପ କରିଛନ୍ତି। ଅନୁରୂପ ଭାବେ ଅରୁଆ ଚାଉଳ ମିଲିଂ କ୍ଷେତ୍ରରେ 1% ଡ୍ରାଏଜ୍ ବ୍ୟବସ୍ଥାର ପୁନଃ ପ୍ରଚଳନ ପ୍ରଭୃତି ଦାବି ଉପରେ ବିଗତ ସରକାର କି ବର୍ତ୍ତମାନର ସରକାର ଆଦୌ ବିଚାର ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସରକାର ଯୋଗାଉଥିବା ଧାନକୁ ମିଲିଂ କରି 68% ଚାଉଳ ଯୋଗାଇବା ମିଲର୍ସ ମାନଙ୍କ କାମ, ହେଲେ ଏହା ବ୍ୟତୀତ ସରକାରଙ୍କ ଦାୟିତ୍ୱରେ ଥିବା କାର୍ଯ୍ୟ ସମ୍ପାଦନ ପାଇଁ ମିଲର୍ସ ମାନଙ୍କୁ ସଠିକ ସମୟରେ ଦେୟ ପ୍ରଦାନ କରିବା ଆବଶ୍ୟକ। ତେଣୁ ମିଲର୍ସ ମାନଙ୍କ ଦାବି ପୂରଣ ନେଇ ସରକାରଙ୍କ ଅସହଯୋଗିତା ବିରୋଧରେ ସେମାନେ ଧାନ କିଣାରେ ସହଯୋଗ କରିବେ ନାହିଁ ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟ ଭାବେ କହିଛନ୍ତି। ସରକାରଙ୍କ ଉଦାସୀନତା କାରଣରୁ ରାଜ୍ୟରେ 3400 ମିଲରୁ ମାତ୍ର 1400ଟି ଏବେ କାର୍ଯ୍ୟକ୍ଷମ ରହିଛି। ଏହାରି ମଧ୍ୟରେ 7ରୁ 8ଟି ମିଲ୍ ବନ୍ଦ ହୋଇଯିବା ପରେ ବାଲେଶ୍ୱର ଜିଲ୍ଲାରେ ମାତ୍ର 25ଟି ମିଲ୍ ପ୍ରତ୍ୟେକ ବର୍ଷ ଧାନ କିଣାରେ ସରକାରଙ୍କୁ ସହଯୋଗ କରି ଆସିଛନ୍ତି। ସରକାର ସେମାନଙ୍କ ନ୍ୟାଯ୍ୟ ଦାବି ଗୁଡ଼ିକ ପୂରଣ ନ କରିବା ଯାଏଁ ମିଲର୍ସ ମାନେ ଆନ୍ଦୋଳନ ଜାରି ରଖିବାକୁ ବାଧ୍ୟ ହେବେ ବୋଲି ସମ୍ପାଦକ ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି। ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ ଦେଖିଥିବେ ଯେ ଆମର ମନ୍ତ୍ରୀସ୍ତରୀୟ ଏବଂ ଯୋଗାଣ ବିଭାଗ ସଚିବଙ୍କ ସହିତ ଏବଂ ମହାପ୍ରବନ୍ଧକଙ୍କ ସହିତ ମିଟିଂ ଥିଲା। ସେ ଆଲୋଚନା ଆମର ଆପୋଷ ଆଲୋଚନା ପ୍ରତ୍ୟେକ ଓଡ଼ିଶାର 30ଟା ଜିଲ୍ଲାର ପ୍ରତିନିଧି ସେଠି ଉପସ୍ଥିତ ଥିଲେ ଏବଂ ସେ ଯେଉଁ ଆଲୋଚନା ସେଠି ବିଫଳ ହେଲା। ସରକାରଙ୍କ ପାଖରେ ଆମର ଯେତିକି ଆଲୋଚନା ଥିଲା, ଦାବି ଥିଲା, ଆମେ ଯେଉଁ ରଖିଥିଲୁ, ସରକାର ଯଦିଓ ଯୋଗାଣ ମନ୍ତ୍ରୀ ଏବଂ ସରକାର କହୁଛନ୍ତି ଆମେ 3ଟି ପ୍ରତିଶ୍ରୁତି ଆମେ ପୂରଣ କରିଦେଇଛୁ ମିଲରମାନଙ୍କର, କିନ୍ତୁ ସେଇଟା ମିଥ୍ୟା ବୋଲି କାଲି ପ୍ରମାଣିତ ହେଲା। ତେଣୁ ଆମେ ଗତକାଲି ସରକାରଙ୍କୁ ଆମେ ଦେଇ ନୋଟିସ୍ ବିଧିବଦ୍ଧ ଭାବରେ ଜଣାଇଦେଲୁ ଯେ ଆମେ ଆପଣମାନଙ୍କର ପ୍ରତିଶ୍ରୁତିର କୌଣସି ମୂଲ୍ୟ ନାହିଁ। ତେଣୁ ଆପଣମାନେ ଯେପର୍ଯ୍ୟନ୍ତ ଆପଣ ଆମକୁ ଲିଖିତ ନ ଦେଉଛନ୍ତି ସେ ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଆମର ଜାରି ରଖିବୁ। ଆମେ ଧାନ ସଂଗ୍ରହ ପ୍ରକ୍ରିୟାରେ ଆମେ ସାମିଲ ହେବୁ ନାହିଁ। ଆମର ପ୍ରଥମତଃ ସରକାରଙ୍କର ଆମର କଷ୍ଟଡି ମେଣ୍ଟେନାନ୍ସ, ଯେଉଁ ଧାନର ରକ୍ଷଣାବେକ୍ଷଣ, ଆମେ ଯେଉଁ ଗୋଦାମରେ ଆମେ ଧାନ ଆଣିକି ସଂଗ୍ରହ କରି ରଖୁଛୁ, ସାଇତିକି ବର୍ଷ ଧରି ରଖୁଛୁ, ସରକାର ଆମକୁ 3 ମାସର ପ୍ରାପ୍ୟ ପ୍ରଦାନ କରନ୍ତି 7 ଟଙ୍କା 20 ପଇସା ଲେଖା କ୍ୱିଣ୍ଟାଲରେ। ବିଗତ 22-23 ପର୍ଯ୍ୟନ୍ତ ସରକାର ଆମକୁ ଦେଇ ଆସିଥିଲେ, କିନ୍ତୁ 22-23, 23-24ର 2 ବର୍ଷର ଆମେ କାମ କରିସାରିଲା ପରେ ମଧ୍ୟ ଆମକୁ ସେ ପ୍ରାପ୍ୟ ଆଜି ପର୍ଯ୍ୟନ୍ତ ସରକାର ପ୍ରଦାନ କରୁନାହାନ୍ତି।
ସେଇଟା ଆମକୁ ପ୍ରତିଶ୍ରୁତି ଯୋଗାଣ ମନ୍ତ୍ରୀ ଆମକୁ କହିଥିଲେ ଯେ ଆମକୁ ଅଲରେଡ଼ି କରିଦେଇଛୁ, ଆପଣମାନଙ୍କୁ ଶୀଘ୍ର ମିଳିଯିବ। କିନ୍ତୁ ଏଇଟା ମିଥ୍ୟା ପ୍ରତିଶ୍ରୁତି ଏବଂ ଖାଲି ଏଇଟା ପାଣିର ଗାର, କୌଣସି ଆମକୁ ଲିଖିତ ଆମକୁ ଦେଉନାହାନ୍ତି କି ପ୍ରାପ୍ୟ ପ୍ରଦାନ କରୁନାହାନ୍ତି। ଦ୍ୱିତୀୟ, ଆମର ଯେଉଁ ଟ୍ରାନ୍ସପୋର୍ଟେସନ୍ ଚାର୍ଜେସ୍ ସରକାରଙ୍କର ଏଜେନ୍ସି ମାଧ୍ୟମରେ ସରକାର ଧାନ ଉଠାଇବା କଥା ମଣ୍ଡିରୁ। ଆମର କାମ ହେଉଛି ଧାନରୁ ଆମେ ଚାଉଳ ବନେଇକରି ସରକାରଙ୍କୁ ଚାଉଳ ଫେରସ୍ତ କରିବୁ 68 କିଲୋ ହିସାବରେ, ଗୋଟେ କ୍ୱିଣ୍ଟାଲ ଧାନ ଆଗେନ୍ଷ୍ଟରେ 68 କିଲୋ ଚାଉଳ ଫେରାଇବା କଥା। କିନ୍ତୁ ସରକାରଙ୍କର ଯେହେତୁ କୌଣସି ସରକାର ପାଉନାହାନ୍ତି, ସରକାର ସେଇ କାମ ଆମ ଉପରେ ଲଦି ଦେଉଛନ୍ତି। ଯେଉଁ କାମ ପାଇଁ ସରକାର ଧୀରେ ଧୀରେ ଯେଉଁ ପୂର୍ବ ବର୍ଷରେ ଯେଉଁ ଆମ ରେଟ୍ ଦେଇଛନ୍ତି ତାକୁ ମୋର କମେଇକିରି ଥାର୍ଡ଼ ସ୍ଲାବ୍ରେ 40 କିଲୋମିଟର ଉପରକୁ ଗଲେ ଆମକୁ 43 ପଇସା ମିଳୁଥିଲା, ବର୍ତ୍ତମାନ ତାକୁ 28 ପଇସା କରିଦେଇଛନ୍ତି। ଏବଂ ଆଜିକା ଦିନରେ ମାର୍କେଟ ଦର ଡିଜେଲ ଏବଂ ଅନ୍ୟ ଇନଷ୍ଟ୍ରୁମେଣ୍ଟର ପାର୍ଟସର ଯେଉଁ ଦର ସବୁ ବଢ଼ି ଚାଲିଛି, ତେଣୁ ସେଇଟା ମାର୍କେଟରେ ଆମ ଫିଜିବୁଲ୍ ହେଉନାହିଁ, ସେଇଟା ଆମ ପ୍ରତି କାମ କରିବା ସକ୍ଷମ ଆମେ ହେଉନାହୁଁ। ତୃତୀୟ, ଆମର ମିଲିଂ ଚାର୍ଜେସ୍ 2008 ମସିହାରୁ ଆଜି ପର୍ଯ୍ୟନ୍ତ ଆମେ ଦାବି କରି ଆସିଛୁ ସରକାରଙ୍କ ପାଖରେ 20 ଟଙ୍କା କ୍ୱିଣ୍ଟାଲ ପର କ୍ୱିଣ୍ଟାଲ 20 ଟଙ୍କା ଆମକୁ ଉଷୁନା ଚାଉଳ ପାଇଁ ଏବଂ 10 ଟଙ୍କା ଅରୁଆ ଚାଉଳ ପାଇଁ ଆମ ସରକାର ଆମକୁ ଦେଉଛନ୍ତି। କିନ୍ତୁ ପଡ଼ୋଶୀ ରାଜ୍ୟମାନଙ୍କରେ ଆମର ଛତିଶଗଡ଼ ଆଉ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଆପଣଙ୍କର ମଧ୍ୟପ୍ରଦେଶ, ଛତିଶଗଡ଼, ବେଙ୍ଗଲ ସବୁ ଜାଗାରେ 100 ଟଙ୍କା, 80 ଟଙ୍କା, 200 ଟଙ୍କା ଏମିତି ଆପଣଙ୍କ ପର କ୍ୱିଣ୍ଟାଲ ଦିଆଯାଉଛି। କିନ୍ତୁ ଆମେ ସେଇ ମିଲିଂ ଚାର୍ଜ, କଷ୍ଟମ ମିଲିଂ ଚାର୍ଜେସକୁ ଆମକୁ ବଢ଼ାଇବା ପାଇଁ ଆମେ ସରକାରଙ୍କ ପାଖରେ ନିବେଦନ କରି ଆସିଥିଲୁ। ସରକାର ଆମକୁ ପ୍ରତିଶ୍ରୁତି ଯଦିଓ ଦେଇଛନ୍ତି, ଗୋଟେ ମାସର ସମୟ ନେଇଥିଲେ, ସେ ଗୋଟେ ମାସର ଅବଧି ଶେଷ ହୋଇଯାଇଛି। ସରକାର ଆଜି ପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ପାଳନ କରିନାହାନ୍ତି। ସେଥିପାଇଁ ଆମର ଆନ୍ଦୋଳନ ଜାରି ରହିଛି ଏବଂ ଆନ୍ଦୋଳନ ଆମେ ଆଗକୁ ଜାରି ରଖିବୁ। ଆଗାମୀ ଦିନରେ ସରକାର ଯଦି ଆମର ପ୍ରତିଶ୍ରୁତି ପାଳନ କରନ୍ତି, ଆମର ପ୍ରତିକ୍ରିୟା ରହିବ, ଆମେ ସରକାରଙ୍କର ଧାନ ସଂଗ୍ରହ ପ୍ରକ୍ରିୟାରେ ଆମେ ଯିବୁ ନାହିଁ। ଆମକୁ ସରକାର ଯଦି ଧାନ ଆଣି ଆମ ମିଲରେ ଦେବେ, ଆମେ କଷ୍ଟମ ମିଲିଂ କରିବୁ, ସରକାରଙ୍କୁ ଚାଉଳ ଫେରସ୍ତ କରିବୁ। ସେତିକି ଆମର କାମ, ସେତିକି ଆମେ କରିବୁ। ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ଉପସଭାପତି ବିଜୟ କୁମାର ଗୁପ୍ତା ଓ ପଙ୍କଜ ଅଗ୍ରୱାଲ, ଉପଦେଷ୍ଟା ରାଜେନ୍ଦ୍ର ଗୁପ୍ତା, ମନ୍ମଥ କୁମାର ଦାସ, ସନ୍ତୋଷ କୁମାର ବଳଙ୍କ ସମେତ 25 ଗୋଟି ରାଇସ୍ ମିଲର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। सेंटगन कॉलेज ऑफ नर्सिंग एंड पैरामेडिकल्स रे एडमिशन चली बीएससी नर्सिंग जीएनएम कोर्स पई जोगाजोग करंतु। सेंटगन कॉलेज ऑफ नर्सिंग एंड पैरामेडिकल्स, मिशन कंपाउंड, बालेश्वर। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किंबा ईमेल करंतु admin@mkplast.in।